ନେମ୍ ଫେମ୍ ରିଚେସ୍। ମୂଷା କୋଉଟା ତୁଚ୍ଛ କଲେ? ମିଶ୍ର ଦେଶର ଧନ, ରିଚେସ୍। ଫାରୋଙ୍କର କନ୍ୟାର ପୁତ୍ର ବୋଲି ଡକାଯିବାର ନେମ୍, ଅଳ୍ପ କାଳ ପାପର ସୁଖ ବିଳାସ, ପ୍ଲେଜର୍ସ। ନେମ୍ ଫେମ୍ ରିଚେସ୍ ପ୍ଲେଜର୍ସ ତୁଚ୍ଛ କଲେ, ପୁଣି ହେୟ ଜ୍ଞାନ କଲେ, ପୁଣି କରିଥିଲେ। ପୁଣି ସେ ବେଳର କଥାକୁ ବାଇବଲ କହେ ମୂଷା ବଡ ହୁଅନ୍ତେ, ବୟ ପ୍ରାପ୍ତ ହୁଅନ୍ତେ, ଏମିତି ଡିସିସନ ହେଲେ। ବୟ ପ୍ରାପ୍ତ ହେବାଟା ମାନେ କଣ? ବାଳ ପାଚିବାଟା ନୁହେଁ ଆଜ୍ଞା। ଆପଣମାନେ 60-70 ବର୍ଷର ଖ୍ରୀଷ୍ଟିଆନ ହେବାଟା ବଡ କଥା ନାହିଁ। ଆପଣମାନେ ମେଣ୍ଟାଲି ସ୍ପିରିଚୁଆଲି କେତେ ମେଚ୍ୟୁର ହେଇଛନ୍ତି, କେତେ ପରିପକ୍ୱ ହେଲେ ଯେ ଆପଣମାନେ ଜଗତରେ କୋଉଟାକୁ ବାଛି ନେବାର, କୋଉଟାକୁ ତୁଚ୍ଛ କରିବାର ଜାଣିପାରିବାଟା ଗୋଟେ ମେଚ୍ୟୁରିଟି। Take the right decisions in the right time makes you mature man. ମଦ ପିଇ ପାନ ଚବାଇକି ତମେ 60 ବର୍ଷର ଖ୍ରୀଷ୍ଟିଆନ କି ଲାଭ? ପୁଅ ଝିଅ ମାନେ, ନିଜର ପୁଅ ଝିଅ ମାନଙ୍କୁ, ନାତୁଣୀ ନାତୁଣୀ ମାନଙ୍କୁ ଆତ୍ମିକ ବାଟକୁ ଟାଣି ନେଇ ନ ପାରିଲେ କି କଣ କୋଉ ଖ୍ରୀଷ୍ଟ କଣ କେମିତି ଯିବେ ସ୍ୱର୍ଗକୁ? ଖବରକୁ ଯାଇପାରିବ। ବେଶୀ ବଡ କଥା ହେଲେ ସମାଜରେ ମଣ୍ଡଳୀରେ ବଡ ନାମ ଥିବ ବୋଧେ, ବଡ ଲୋକ ଆଜ୍ଞା, ବଡ ବରିଷ୍ଠ ଲୋକ ବୋଲି ଏତିକି ଟିକେ ସମ୍ମାନ ପାଇବେ, ସ୍ୱର୍ଗ ପାଇବେନି ଏମାନେ। ଜୀବନରେ ଯେତେବେଳେ आत्मिकता बाछी पारंत नहीं, यू कैन गेन नथिंग इन हेवन। क्योंकि जिंदगी में जो ठीक डिसीजन लेना था, ठीक चीजें जो चुनना था, वो नहीं चुने ये लोग।